ନିରପେକ୍ଷ ହେଇଗଲାଣି। ମୁଁ ଭାବିଥିଲି ତାଙ୍କୁ ବିଭାଗରୁ ବାହାର କରିକିରି ଯେ ଡିପାର୍ଟମେଣ୍ଟ ରଖିଛନ୍ତି ବୋଲି। ନା ନାଇଁ, ଯଦି ସନ୍ଦେହ ହେଇଛି ସିବିଆଇ ଇନକ୍ୱାରି କରି ନୋଟିସ୍ ଦେଇଛି ସେ କ୍ଷେତ୍ରରେ ଗଭର୍ଣ୍ଣମେଣ୍ଟ ଷ୍ଟେପ୍ ନେବା ଉଚିତ। ତା ନହେଲେ ଗଭର୍ଣ୍ଣମେଣ୍ଟର ଇମେଜ୍ ପଳେଇବ। ଯେହେତୁ ତାଙ୍କୁ ସିବିଆଇ ନୋଟିସ୍ ଦେଇଛି ସେହେତୁ ତାଙ୍କୁ ଯଦି ଗଭର୍ଣ୍ଣମେଣ୍ଟ ଆକ୍ସନ୍ ନ ନିଏ ତାହେଲେ ଗଭର୍ଣ୍ଣମେଣ୍ଟର ମର୍ଯ୍ୟାଦା ପଳେଇବ। ତେଣୁ ଗଭର୍ଣ୍ଣମେଣ୍ଟ କରିବାଟା ଠିକ୍ ହେଇଛି ମୁଁ କହିପାରିବିନି, କିନ୍ତୁ ମୁଁ ଏତିକି ଜାଣେ ଗୋଟେ ଉପର ଲେବୁଲରେ ଆଲୋଚନା ଚାଲିଛି। ମୋଦି, ଆଦାନୀ, ପାଣ୍ଡିଆନ, ନବୀନ ସଭା ଉପରେ ଆଲୋଚନା ଚାଲିଛି। ଯଦି ମୋଦି ଫାଇନାଲ କଲେ ଏଠି ମାନେ ମୋହନ ବାବୁ ମାନିବାକୁ ବାଧ୍ୟ। ମୁଁ କହିପାରୁନି, କିନ୍ତୁ ଆଲୋଚନା ଦିଲ୍ଲୀରୁ ଖବର ଯାହା ମିଳୁଛି ଉପର ସ୍ତରରେ ନବୀନ ବାବୁ, ମୋଦି, ଆଦାନୀ, ପାଣ୍ଡିଆନ ଗୋଟେ ଉପର ସ୍ତରରେ ଡିସ୍କସନ୍ ଚାଲିଛି, ଆଲୋଚନା ଚାଲିଛି। ଜଣାପଡ଼ୁଛି ମାର୍ଚ୍ଚ 5 ବିଜେପିର ପ୍ରତିଷ୍ଠା ଦିବସ। ସେହି ପ୍ରତିଷ୍ଠା ଦିବସରେ ଗୋଟେ କିଛି ବିରାଟ ପରିବର୍ତ୍ତନ ଓଡ଼ିଶାରେ ହେବ ବୋଲି ଗୁଜବ ଉଠିଛି ଦିଲ୍ଲୀରେ ଏବଂ ଭୁବନେଶ୍ୱର। ନା, ଏଇଟା ଭାରି ଅନ୍ୟାୟ ହେଉଛି, ବହୁତ ଅନ୍ୟାୟ ହେଉଛି। ଝିଅମାନେ ପ୍ରକୃତରେ ରାତିରେ ବୁଲୁଛନ୍ତି, ଆମେ ବି ଦେଖୁଛୁ। ପାର୍କରେ ବୁଲୁଛନ୍ତି ଗଞ୍ଜେଇ ଖାଇକିରି, ମଦ ଖାଇକିରି ଯୁବକ ଯୁବତୀ ବୁଲୁଛନ୍ତି। ନିନ୍ଦିତ ଆମ ଭୁବନେଶ୍ୱରଟା ଖରାପ ବେଳକୁ ବେଳ ଖରାପ ହେଇଯାଉଛି। ଦି କ୍ଲିନ୍ ସିଟି ଭୁବନେଶ୍ୱର ୱାର୍ଲଡରେ ଇଣ୍ଡିଆରେ ଚାଲା। ଏଠି ମା ଭଉଣୀ ଭାଇଚାରିଆ ଭାବ ସବୁ। ଏଠି ଆସ୍ତେ ଆସ୍ତେ ବାଂଲାଦେଶରୁ 700 ବେଶୀ ଆସିଛନ୍ତି, ମାତ୍ର 27ଟା ଧରା ହେଇଛନ୍ତି। ଗଳିକନ୍ଦିରେ ଭୁବନେଶ୍ୱରରେ ବୁଲୁଛନ୍ତି। ଆମ ଝିଅମାନଙ୍କୁ ନିଶା ଦେଇକରି ଆମ ଓଡ଼ିଆ ଝିଅମାନଙ୍କୁ ଖରାପ କରୁଛନ୍ତି, ଯୁବକମାନଙ୍କୁ ନଷ୍ଟ କରୁଛନ୍ତି। ବେଳକୁ ବେଳ ଖରାପ ହେଉଛି। ପୁଲିସ ବାହିନୀକି ଧନ୍ୟବାଦ ଦେଉଛି। ୟା ଭିତରେ 27 ଜଣ ବାଂଲାଦେଶ ଝିଅକୁ ଧରିଲେଣି। ଆହୁରି ରେଡ୍ କରିକି ପରଦିନ କ'ଣ ଧରିଛନ୍ତି 3 ଜଣକୁ। ଆହୁରି ଜୋର ରେଡ୍ କର। ଦେଶ ବିଦେଶର କୋଣ ଅନୁକୋଣର टेक्निक खबर देखंतु आम सह यूट्यूब, फेसबुक और इंस्टाग्राम रे आमको देखंतु। लाइक, शेयर और सब्सक्राइब करने को आद्यम भूलंतुनि।